ନମସ୍କାର ଓଡ଼ିଶା। ଆସନ୍ତୁ ଶୁଣିବା ଆଜିର ପ୍ରୟାସ। ପ୍ରତିଦିନ ଭଳି ଆଜି ବି ସନ୍ଧ୍ୟାରେ ପ୍ରତାପ ପରିଡ଼ା ତାଙ୍କର ସେହି ନୀତିଦିନିଆ ଆବଭାବରେ ଘରକୁ ଫେରିଥିଲେ। ଅଫିସ ପିନ୍ଧା ଚେକ୍ ସାର୍ଟ, ସାଥିରେ କଳା ପ୍ୟାଣ୍ଟ, ଆଉ କାନ୍ଧରେ ବ୍ୟାଗ୍ ସହିତ ହାତରେ ଟିଫିନ୍ ଡବା। ସେ ଘରକୁ ଫେରନ୍ତେ ଝିଅ ସୁମନ ବାପାଙ୍କ ହାତରୁ ଟିଫିନ୍ ଡବାଟି ନେଇ ବାପା କିଛି ଭଲ ସୁଆଦିଆ ଜଳଖିଆ ଆଣିଥିବା ଆଶାରେ ଡବାଟିର ସିକ୍ୟୁରିଟି ଯାଞ୍ଚ କରିଥାଏ। ତାପରେ ସ୍ତ୍ରୀ ଏ କଠୋର ପାଣିପାଗରେ ଅବୁଝା ପିଲାଙ୍କ ସାଥିରେ ଘରର କାମଦାମ କରିବା ଯେ କେତେ କଷ୍ଟସାଧ୍ୟ ତାର ବୃତ୍ତାନ୍ତ ଗାୟନ କରିଥାନ୍ତି। ଆଉ ପରିଡ଼ା ବାବୁ ସ୍ତ୍ରୀଙ୍କ କଥାକୁ ଖାଲି ଗୋଟେ ଅଣଦେଖା ପ୍ରତୀତ ନ ହେବା ନାମରେ ହଁଟାଏ କରି ପରିବାପତ୍ରର ଦରଦାମ ବୃଦ୍ଧି ସହିତ ଆଜିର ଗାଡ଼ି ମଟର ଗହଳି ଯାତାୟାତକୁ ନେଇ ନିଜର ଅସନ୍ତୋଷ ଜଣାଇଥାନ୍ତି। ପ୍ରାୟତଃ ମଧ୍ୟବିତ୍ତ ପରିବାରରେ ସନ୍ଧ୍ୟାରେ ଗୃହସ୍ୱାମୀ ଘରକୁ ଫେରନ୍ତେ ଏ ହେଉଛି ଗୋଟିଏ ସାଧାରଣ ଦୃଶ୍ୟ। ପରସ୍ପରର କଥାକୁ କିଏ କେତେ ଗମ୍ଭୀରତାର ସହ ଶୁଣୁଛି ଜଣା ନାହିଁ, କିନ୍ତୁ ସମସ୍ତେ ନିଜ ନିଜର ମନ କଥା ପରସ୍ପରକୁ ଶୁଣାଇଥାନ୍ତି। କିନ୍ତୁ ପ୍ରତାପ ପରିଡ଼ାଙ୍କ ପରିବାରରେ ଏ ପ୍ରକାରର ସନ୍ଧ୍ୟାକାଳୀନ ଦୃଶ୍ୟ ଦେଖିବା ବିରଳ ଅଟେ। ପରିଡ଼ା ବାବୁ ସ୍ୱଭାବରେ ଗମ୍ଭୀର, ରାଗିକି ନୁହେଁ ଜାଣିନି, ହେଲେ ଆଂଶିକ ଭାବରେ ପୁରୁଷତ୍ୱର ଗାରିମାର ପୀଡ଼ାରେ ପୀଡ଼ିତ। ତେଣୁ ଏ ଯେଉଁ ସନ୍ଧ୍ୟାକାଳୀନ ପାରିବାରିକ ଦୃଶ୍ୟକୁ ମୁଁ ଏତେ ମନରେ ବର୍ଣ୍ଣନା କରିଥିଲି, ପରିଡ଼ା ବାବୁଙ୍କ ପରିବାରରେ ତାହା ଦେଖିବା ଯେପରି ନୀତି ବାହାରେ। ଏବେ ବାସ୍ତବରେ ସେଦିନ ପରିଡ଼ା ପରିବାରର ସନ୍ଧ୍ୟାକାଳୀନ ଦୃଶ୍ୟ କିପରି ଥିଲା ଆସନ୍ତୁ ଶୁଣିବା। ପ୍ରତାପ ପରିଡ଼ା ସେଦିନ ଘରକୁ ସନ୍ଧ୍ୟାରେ ଫେରିବା ସମୟରେ ଝିଅ ସୁମନ ବସି ଟିଭିରେ ନ୍ୟୁଜ୍ ଦେଖୁଥିଲା। ଆଉ ବାପାଙ୍କୁ ଦେଖି ସୋଫାରୁ ଉଠିପଡ଼ି ନିଜ ରୁମ୍କୁ ଚାଲି ଯାଇଥିଲା। ସ୍ତ୍ରୀ ପରିଡ଼ା ବାବୁଙ୍କ ହାତରୁ ଟିଫିନ୍ ବ୍ୟାଗ୍ ନେଇ ସ୍ୱାମୀଙ୍କ ହାତରେ ପାଣି ଗ୍ଲାସଟିଏ ଧରାଇଥିଲେ। ତାପରେ ପରିଡ଼ା ବାବୁ ନିଜର ପିନ୍ଧା ପୋଷାକ ଓହ୍ଲାଇ ଖଟ ଉପରେ ପକାଇ ଦେଇ ଆଲେଣାରୁ ଲୁଙ୍ଗି ଗାମୁଛା ପିନ୍ଧି ପାଖରେ ଥିବା ପୋଖରୀକୁ ଧୁଆଧୋଇ ହୋଇ ଆସିବା ପାଇଁ ଯାଇଥିଲେ। ପୋଖରୀରୁ ଆସି ରାତ୍ରଭୋଜନ କରିବା ସମୟରେ ଅଫିସର ବଡ଼ବାବୁ ଝିଅ ସୁମନ ପାଇଁ ରବିବାର ଦିନ ବନ୍ଧୁ ଘର ନେଇ ଆସୁଛନ୍ତି ବୋଲି ସ୍ତ୍ରୀଙ୍କୁ ଜଣାଇଥିଲେ। ସ୍ତ୍ରୀ ନରମ ଓ ଶଙ୍କା ଗଳାରେ ଏମିତି ହଠାତ୍ ଝିଅ ଦେଖା, ସୁମନ କିନ୍ତୁ ଅଧିକା ପାଠ ପଢ଼ି ଚାକିରି କରିବାକୁ ଚାହେଁ ଯେ ନିଜକୁ ଭବିଷ୍ୟତରେ ସେ ଗୋଟିଏ ଚାକିରିଆ କର୍ମଜୀବୀ ମହିଳା ହିସାବରେ ହିଁ ଦେଖି ଆସିଛି। କ'ଣ ସେ ଚାକିରି ବାକିରିରୁ ମିଳୁଛି? 20-21 ବର୍ଷ ହୋଇଗଲା। ଏଥର ଯେତିକି ପଢ଼ିଛି ଯଥେଷ୍ଟ। ଆଗକୁ ତାର ଭାଗ୍ୟରେ ଥିଲେ ଶାଶୁଘରେ ଯାଇ ପଢ଼ିବ। ଆଉ ତା ଛଡ଼ା ତୁମେ ବି ତା ଆଗରେ ସବୁବେଳେ ସେ ୟୁଟ୍ୟୁବରୁ ଇଂଲିଶ ଶିଖିବା ବନ୍ଦ କର। ତାକୁ ଏଥର ପ୍ରକୃତ ରୋଷେଇବାସ ଶିଖାଅ। ଏ ପ୍ରସ୍ତାବକୁ ମୁଁ ହାତଛଡ଼ା କରିବାକୁ ଚାହେଁନି। ସମ୍ଭ୍ରାନ୍ତ ପରିବାର, ଆଉ ପୁଅ ଭଲ ସରକାରୀ ଚାକିରି ବି କରିଛି। ରବି ଫୋନ୍ କଲେ କହିଦେବ ଆସିବ, ଏକା ସାଥିରେ ସେ ବି ବରପାତ୍ରକୁ ଦେଖିନେବ। ରବି ପରିଡ଼ା ବାବୁଙ୍କ ପୁଅ, ଝିଅଠାରୁ ମାତ୍ର 1 ବର୍ଷ ବଡ଼। ତାର ଅନିଚ୍ଛା ସତ୍ତ୍ୱେ ଆଉ ପ୍ରତାପ ବାବୁଙ୍କର ଇଚ୍ଛା ମୁତାବକ ଭୁବନେଶ୍ୱରରେ ରହି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ କୋଚିଂ ନେଉଛି। ରବି ପିଲାଟି ଦିନରୁ ଗାଡ଼ି ମଟରରେ ରୁଚି ରଖେ, ବିଶେଷତଃ ଗାଡ଼ି ସଜବାଜ କରିବାରେ। ଇଞ୍ଜିନ୍, ବ୍ରେକ୍, ହୁଇଲ୍, ଗାଡ଼ିର ମଡେଲ ସବୁ ଜଣା। ଏପରିକି ଗାଡ଼ିର ଛୋଟମୋଟ ଅସୁବିଧା ବି ସେ ଠିକ୍ କରିପାରେ। ତେଣୁ ପିଲାଟି ଦିନରୁ ଗୋଟିଏ ଗ୍ୟାରେଜ ଖୋଲିବ ବୋଲି ଇଚ୍ଛା କରିଥିଲା। ହେଲେ ବାପାଙ୍କର ଇଚ୍ଛାର ଝଡ଼ରେ ତାର ସ୍ୱପ୍ନ ମାତ୍ର ଧୂଳି ସଦୃଶ ଥିଲା। ସୁମନ ସେଦିନ ରାତିରେ ମାଆଙ୍କଠାରୁ ତାର ବିବାହ ପ୍ରସ୍ତାବ ଶୁଣି ବିଶ୍ୱାସ କରିପାରିନଥିଲା। କାରଣ ତା ସ୍ୱପ୍ନର ଏକ ଶକ୍ତ ପ୍ରହରୀ ହିସାବରେ ସେ ମାଆଙ୍କୁ ଦେଖେ। ତା ଛଡ଼ା ମାଆଙ୍କର ସମ୍ପୂର୍ଣ୍ଣ ଜ୍ଞାତରେ ସେ ଭାଇ ହାତରେ ଭୁବନେଶ୍ୱରରୁ ବହି ମଗାଇ ନିଜକୁ ଏକ୍ଜାମ୍ ପାଇଁ ପ୍ରସ୍ତୁତ କରିଥାଏ। ହେଲେ ଘରେ ବାପାଙ୍କ କଥା ଆଗରେ କାହାରି କଥା ରୁହେନି, ସେ କଥା ବି ସେ ଜାଣେ। ତେଣୁ ବାପାଙ୍କୁ ବୁଝାଇବା ପାଇଁ ମାଆଙ୍କୁ ଅନୁରୋଧ କରିଥିଲା। କିନ୍ତୁ ବାପାଙ୍କ ଜିଦ୍ର ସ୍ରୋତ ଏତେ ପ୍ରଖର ଥିଲା ଯେ ସେ ସ୍ରୋତରେ ଏକାବାରକେ ଝିଅ ଦେଖା ହୋଇ ସପ୍ତାହକ ଭିତରେ ନିର୍ବନ୍ଧ ଘର ବି ହୋଇଯାଇଥିଲା। ତଥାପି ସୁମନର ଅନୁରୋଧ, ମା ଏ ବାହାଘର ରୋକିଦିଅ, ମୋତେ ମାତ୍ର 2ଟି ବର୍ଷ ଦିଅ,
ଏ 2 ବର୍ଷରେ ଚାକିରି ନ ହୋଇପାରିଲେ ମୋର ବାହାଘର କରାଇଦେବ। ମା ବି ସୁମନର ବିକଳ ଅନୁରୋଧ ସହି ନ ପାରି ପ୍ରତିଥର ବାପାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। କିନ୍ତୁ ବାପାଙ୍କର ନିଷ୍ପତ୍ତି ନିଶ୍ଚଳ। ଖରସ୍ରୋତା ନଦୀ କୁଟା କାଠି ସହ ସାଥିରେ ନିରୀହ ଜନଜୀବନ ବି ବୁହାଇ ନେଇଥାଏ। ସେହିଭଳି ବାପାଙ୍କ ନିଷ୍ପତ୍ତିର ସ୍ରୋତ ସୁମନର ସ୍ୱପ୍ନକୁ ବିଲୁପ୍ତ କରିଦେଇଥିଲା। ଝିଅ ବିଦାୟ ସମୟରେ ସୁମନର ଅଶ୍ରୁ ନିର୍ଗତ ଚକ୍ଷୁ ଦୁଇଟି ମାଙ୍କୁ ଗୋଟିଏ ଲୟରେ ଚାହିଁ ରହିଥାଏ। ମାଙ୍କ ମନରେ ଆଶଙ୍କା, ସୁମନ ମୋତେ କେବେ କ୍ଷମା କରିପାରିବ ତ? ସୁମନ ଏବେ ଗୋଟିଏ ସମ୍ଭ୍ରାନ୍ତ ପରିବାରର ବୋହୂ। ଶାଶୁ, ଶ୍ୱଶୁର, ସ୍ୱାମୀ ଏଠି ସମସ୍ତେ ଚାକିରିଆ। ନଣନ୍ଦ ବି ଚାକିରି କରିବା ପାଇଁ ନିଜକୁ ପ୍ରସ୍ତୁତି କରୁଛି। ତେଣୁ ଏଭଳି ପରିବେଶରେ ତାର ମଉଳି ଯାଇଥିବା ସ୍ୱପ୍ନ ପୁନଃ ସତେଜ ହୋଇ ଉଠିଥିଲା। ଘରୁ ନେଇଥିବା ବହିମାନ ସବୁ ସ୍ୱାମୀଙ୍କ ଆଗରେ କେତେବେଳେ କିପରି ପଢ଼େ, ଏଇ ଆଶାରେ କାଳେ ସ୍ୱାମୀ ସୁମନର ମନ କଥା ବୁଝିପାରିବେ, ତାର ଇଚ୍ଛା ଆଉ ସ୍ୱପ୍ନକୁ ପୂରଣ କରିବାକୁ ଚାହିଁବେ। କିନ୍ତୁ ବାହାଘରର 6 ମାସ ହୋଇଗଲାଣି। ସ୍ୱାମୀ ସୁମନର ମନ କଥା ବୁଝିପାରିଲେ ନାହିଁ କି ଜାଣିବାକୁ ବି ଚାହିଁଲେ ନାହିଁ। ନଣନ୍ଦ ଜବ୍ ଆପ୍ଲାଏ କରିବା ସମୟରେ ସୁମନ ତାର ଆଗ୍ରହ ଓ ଉତ୍ସାହ ଦେଖାଇଥାଏ। କାଳେ ତାର ମନ କଥା କିଏ ପଚାରିଦେବ, ତାର ଚାକିରି କରିବା ପାଇଁ ଆଗ୍ରହ କାଳେ କିଏ ଅନୁମାନ କରି ବୁଝିପାରିବ। ହେଲେ ବିଚାରୀ ସର୍ବଦା ନିରାଶ ହୋଇଥାଏ। ଶାଶୁ ଏବେ ଭଲେଣ୍ଟିଆରୀ ରିଟାୟାରମେଣ୍ଟ ନେଇ ଘରେ। ଶାଶୁ ବୋହୂ ଦୁହେଁ ମିଶି ବଡ଼ି ପକାନ୍ତି। ସୁମନର ଚାକିରି କରିବାର ସ୍ୱପ୍ନ ଏବେ ପଦ୍ମଫୁଲ ପରି ଘୁଞ୍ଚି ଘୁଞ୍ଚି ଯାଉଛି। ତା ସ୍ୱପ୍ନ ପୂରଣର ଆଶା ଧୀରେ ଧୀରେ ମଳିନ ଆଉ କ୍ଷୀଣ ହୋଇଯାଉଛି। ସୁମନ ଏବେ ଅନ୍ତଃସତ୍ତ୍ୱା। ଶାଶୁଘର ଜଞ୍ଜାଳ ଓ ସମୟ ସାଥିରେ ତାର ସ୍ୱପ୍ନ ଆଉ ଆଶା ଦିନେ ପାଣି ଫୋଟକା ଭଳି ମିଳାଇ ଯିବନି ତ ଭାବି ଅନେକ ସମୟରେ ଡରିଯାଏ। ତଥାପି ମନର ଏକ କେଉଁ କୋଣରେ ତାର ସ୍ୱପ୍ନକୁ ଆଜି ବି ନିରାପଦରେ ଜାଗ୍ରତ ରଖିଛି। ଅପୂରଣୀୟ ଆଶା ରହି ରହି ତାର ମନକୁ କ୍ଷତାକ୍ତ କରିଥାଏ। ବାପଘରକୁ ଯିବାର ଆଗ୍ରହ ଆଉ ମନରେ ନାହିଁ। ସୁମନର ମା ବି ନିଜକୁ ସର୍ବଦା ସୁମନର ଦୋଷୀ ବୋଲି ପାଇଥାନ୍ତି। ଇଂଲିଶ ଶିଖିବାର ଆଗ୍ରହ ବି ତାଙ୍କର ଆଉ ମନରେ ନାହିଁ। ବାପା ଆସିଥିଲେ ସାବିତ୍ରୀ ଭାର ନେଇ। ଗଲାବେଳେ ସୁମନକୁ ଶାଶୁଘରେ ଭଲରେ ଚଳିବା ପାଇଁ ନୀତି ଉପଦେଶ ଦେଇ ଯାଇଛନ୍ତି। ଆଉ ସୁମନ ସବୁଦିନ ଭଳି ଆଜି ବି ମୁଣ୍ଡପୋତି ବାପାଙ୍କୁ ହଁର ସମ୍ମତି ଦେଇଥିଲା। ପ୍ରୟାସଟିକୁ ଏଇଠି ରଖୁଛି। ପୁଣି ଦେଖାହବ ଆସନ୍ତା ପ୍ରୟାସରେ। ରହିଲି, ନମସ୍କାର।